आमर संस्कृति आमर संस्कार सर्वदा रहू आम सहित। भारतर महान ग्रंथ आउ काव्यगुड़िकर संपूर्ण संकलन सब्सक्राइब करंतु तिलक। कृष्णा कृष्णा हरे कृष्णा हरे हरे। सच्चिदानन्दरूपाय विश्वोत्पत्त्यादिहेतवे तापत्रयविनाशाय श्रीकृष्णाय वयं नमः। श्रीकृष्ण गोविंद हरे मुरारे हे नाथ नारायण वासुदेव। हरे कृष्ण राधे राधे कृष्ण 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 माताश्री युद्ध शिक्षार ए प्रथम पाठ मु सर्वदा स्मरण रखिबी। आउ द्वितीय कथा हेउची पुत्र जे जेउ युद्ध धर्मर रक्षा निमंते ही करा जाए सेथिरे जदि निज जीवन को भी बाजी लगेबा को हुए तेबे भी पछघुंचा देबा अनुचित। आउ एक कथा मु तते कहि सारिछि जे धर्म शत्रु समरासुरर मुंड अहंकार बसतः आकाश को स्पर्श करुछि। ता मुंड को ता शरीर अलग कर देबा ही तोर मुख्य उद्देश्य। हे दैत्यराज, किए तमे आओ मोरे सभा को कहीं आसी जाओ। या पूर्वर मु तुमको मो साम्राज्य रे केबे भी तो तुमको देखिनी। मु जने योद्धा आउ आपनको साम्राज्य रे रहूची। तमर नाम एवं तमर ठिकाना कौन? मोर ठिकाना होची मोर शक्ति आउ मोर विद्या।
ଆଉ ମାୟା ଦେଖେଇବି ଅସୁରେଶ୍ୱର? କିଏ ତମେ? ତମେ କିଏ? କହୁନ କାହିଁକି? ତମେ କିଏ? ତମେ ମତେ ଉପହାସ କରୁଛ, ମୋର ଅବଜ୍ଞା କରୁଛ। ଜାଣିଛ ସମ୍ବରାସୁର ଏମିତି ଅପରାଧ ପାଇଁ ଅପରାଧୀକୁ ମୃତ୍ୟୁଦଣ୍ଡ ଦେଇଥାଏ। ମୃତ୍ୟୁଦଣ୍ଡ। ଯଦି ମୁଁ ଚାହେ এই মুহূর্তে এই ক্ষণে তমকু মৃত্যুদণ্ড ଦେଇପାରେ। হ্যাঁ, କିନ୍ତୁ ଆପଣ ଏମିତି କରିପାରିବେନି ଅସୁରେଶ୍ୱର। କାହିଁକି? କାହିଁକି ପାରିବେନି? କାହିଁକି ନା ଆପଣ ତ ମୋତେ ଅଭୟ ଦେଇଛନ୍ତି। ମୁଁ ଅଭୟ ଦେଇଛି ତମକୁ? ହଁ ଅସୁରେଶ୍ୱର। କେବେ ଅଭୟ ଦେଇଛି ମୁଁ ତମକୁ? ତମକୁ ତ ଆଜି ମୁଁ ପ୍ରଥମ ଥର ପାଇଁ ଦେଖୁଛି। ହେ ମାୟାବୀ ଯୁବକ, ତମେ ମତେ ଭ୍ରମିତ କରିବାକୁ ଚେଷ୍ଟା କରରେ। ମୁଁ ଆପଣଙ୍କୁ ଭ୍ରମିତ କରୁନି ଅସୁରେଶ୍ୱର, ବରଂ ଆପଣଙ୍କ ଭ୍ରମ ଉନ୍ମୋଚନ କରିବାକୁ ଚେଷ୍ଟା କରୁଛି। ମୁଁ ଆପଣଙ୍କୁ ସ୍ମରଣ କରାଇ ଦେବାକୁ ଚାହୁଁଛି ଯେ ମୋର ଏବଂ ଆପଣଙ୍କର ପୂର୍ବରୁ ଭେଟ ହୋଇ ସାରିଛି। ଆପଣ ତ ମୋତେ ନିଜ ହାତରେ ଉଠେଇ ନେଇ କୋଳରେ ଧରିଥିଲେ। ଆପଣ ବି ମୋର ନାମକରଣ କରିଛନ୍ତି। ମୁଁ ତମର ନାମକରଣ କରିଛି? ହଁ ସୁରେଶ୍ୱର। ଆଉ ଯେତେବେଳେ ଯୁବରାଜ କୁମ୍ଭକେତୁ ମୋତେ ହତ୍ୟା କରିବାକୁ ଆସିଥିଲେ, ସେତେବେଳେ ଆପଣ ହିଁ ତ ମୋତେ ଅଭୟ ଦେଇଥିଲେ। ଯୁବରାଜ କୁମ୍ଭକେତୁ ତୁମକୁ ହତ୍ୟା କରିବାକୁ ଯାଇଥିଲା? ୟାର ଅର୍ଥ ତମେ ଭାନୁମତୀର? ହଁ ମହାରାଣୀ, ମୁଁ ଭାନୁମତୀର ପୁତ୍ର, କିନ୍ତୁ ମୋର ଜନ୍ମଦାତ୍ରୀ ଦେବୀ ରୁକ୍ମିଣୀ। ମୁଁ ହେଉଛି ପ୍ରଦ୍ୟୁମ୍ନ। ପ୍ରଦ୍ୟୁମ୍ନ ବାସୁଦେବ ଶ୍ରୀକୃଷ୍ଣ ମୋର ପିତାଶ୍ରୀ। ମୁଁ ପ୍ରଦ୍ୟୁମ୍ନ ଅସୁରେଶ୍ୱର, ଯାହାକୁ ଆପଣ ସମୁଦ୍ରକୁ ଫିଙ୍ଗି ଦେଇଥିଲେ, ଆଉ ମାଛ ପେଟରୁ ମତେ ମାତା ଭାନୁମତୀ ପାଇଥିଲେ। ଆପଣ ଶ୍ରୀକୃଷ୍ଣଙ୍କ ଉପରେ ପ୍ରାପ୍ତ ନିଜର ମିଥ୍ୟା ବିଜୟର ସ୍ମରଣ ନିମନ୍ତେ ମୋ ନାମ ପ୍ରଦ୍ୟୁମ୍ନ ରଖାଯାଇଛି। ହେ ଅସୁରେଶ୍ୱର, ଚିହ୍ନି ପାରିଲେ ମୋତେ? ରସାୟନ ବିଦ୍ୟା ଦ୍ୱାରା ମୋ ମାତା ଭାନୁମତୀ ମୋତେ ଯୁବକ କରିଥିଲେ। ମୋତେ ମୃତ୍ୟୁଦଣ୍ଡ ଦେବାକୁ ଯାଉଥିଲେ ଆପଣ, କିନ୍ତୁ ମୁଁ ଆପଣଙ୍କର ମୃତ୍ୟୁ ଆଉ ନିଜର ମୃତ୍ୟୁକୁ କେହି କେମିତି ମାରିପାରିବ? ମୋ ବିଷୟରେ ପଚାରୁଥିଲେ ନା ଆପଣ? ମୁଁ ଆପଣଙ୍କର ମୃତ୍ୟୁ ଏତିକି ଜାଣିଥାନ୍ତୁ। ସମ୍ବରାସୁର, ତୁମେ ଦୁରାଚାରୀ, ଅତ୍ୟାଚାରୀ, ଅନ୍ୟାଚାରୀ, ଅଧର୍ମୀ ବି। ସେଥିପାଇଁ ତୁମର ସଂହାର କରିବା ମୋର ପରମ କର୍ତ୍ତବ୍ୟ। ସମ୍ବରାସୁର, ମୁଁ ପୁଣି ଆସିବି, ଏଥିପାଇଁ ଯେ ମୁଁ ଜଣେ ଯୋଦ୍ଧା, ଆଉ ଯୋଦ୍ଧା କେବେ ଅଧର୍ମ ମାର୍ଗରେ ଯୁଦ୍ଧ କରିନଥାନ୍ତି। ମୁଁ ମୋର ଆଗମନର ସଂକେତ ଦେଇ ତୁମ ସହ ଯୁଦ୍ଧ କରିବି। ମୁଁ ତୁମକୁ ଚେତାବନୀ ଦଉଛି ଯେ ଯେଉଁଦିନ ତୁମର ଏ ବିଜୟ ସ୍ତମ୍ଭ ଭାଙ୍ଗିଯିବ, ସେଇଦିନ ଧରିନେବ ଯେ ପ୍ରଦ୍ୟୁମ୍ନ ଆସିଯାଇଛି। ସ୍ମରଣ ରଖ ସମ୍ବରାସୁର, ମୁଁ ଅତି ଶୀଘ୍ର ତୁମ ରାଜ୍ୟକୁ ଆକ୍ରମଣ କରିବାକୁ ଆସିବି। ଦେବୀ, ପ୍ରଦ୍ୟୁମ୍ନ ଜଣେ କୁଟିଳ ରାଜନୀତିଜ୍ଞ ଭଳି ନା କେବଳ ସମ୍ବରାସୁରର ଆତ୍ମବିଶ୍ୱାସକୁ ବିପନ୍ନ କରିଛି, ବରଂ ସମ୍ବରାସୁର ଏବଂ ମାୟାବତୀଙ୍କର ମନରେ ଯଥେଷ୍ଟ ଭୟ ବି ସୃଷ୍ଟି କରିଛି। ନିଜେ ନିଜକୁ ଅମର ଭାବୁଥିବା ସମ୍ବରାସୁର ମୃତ୍ୟୁର ଆଶଙ୍କା କରି ଆତଙ୍କିତ ହୋଇ ପଡ଼ିଛି। ହଁ ପ୍ରଭୁ। এই
ଦେଖନ୍ତୁ ନା ସମ୍ବରାସୁରର ଆତ୍ମବିଶ୍ୱାସ ଭାଙ୍ଗି ଯାଇଛି। ତାର ବ୍ୟାକୁଳତା କହୁଛି ଯେ ସେ ଚିନ୍ତିତ। ଏଇ ସମ୍ବରାସୁର ଯିଏ କାଲି ପର୍ଯ୍ୟନ୍ତ ଏକଥା ଭାବୁଥିଲା ଯେ ସେ ଅମର ଆଉ ମୃତ୍ୟୁ ତାକୁ ସ୍ପର୍ଶ ବି କରିପାରିବନି, ସେଇ ସମ୍ବରାସୁର ଆଜି ମୃତ୍ୟୁର ପଦଧ୍ୱନିରେ ବିଚଳିତ ହୋଇ ପଡ଼ିଛି। ସୈନ୍ୟଗଣ, ତମେ ସମସ୍ତେ ନଗରର ପ୍ରାସାଦ ମାନ ତଥା ନଗରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ପ୍ରହରା ଦବ। ଆଉ ପ୍ରଦ୍ୟୁମ୍ନ ବିଷୟରେ ମତେ ପ୍ରତି ମୁହୂର୍ତ୍ତର ସୂଚନା ନିରନ୍ତର ମିଳିବା ଉଚିତ। ଯାଅ! ପ୍ରଣାମ ପିତାଶ୍ରୀ। ପୁତ୍ର କୁମ୍ଭକେତୁ, ବିଜୟ ସ୍ତମ୍ଭ ମୋର ବିଜୟ ଏବଂ ଶାସକର ପ୍ରତୀକ। ତାର ରକ୍ଷା କରିବା ତୋର କର୍ତ୍ତବ୍ୟ। ନିଜର ପ୍ରାଣ ବି ବାଜିରେ ଲଗେଇ ତାର ରକ୍ଷା କରିବୁ। ଆଉ ଧ୍ୟାନ ରଖିବୁ, ସେ ମାୟାବୀ ପ୍ରଦ୍ୟୁମ୍ନ ଯେମିତି ସେ ବିଜୟ ସ୍ତମ୍ଭକୁ କ୍ଷତି ନ କରିପାରେ। ଯାଅ! ଯଥା ଆଜ୍ଞା ପିତାଶ୍ରୀ। ଚାଲ। ପୁତ୍ର ସିଂହନାଦ, ତୁ ଉତ୍ତର ଦ୍ୱାରର ରକ୍ଷା କରିବୁ। ଆଉ ଧ୍ୟାନ ରଖିବୁ ଯେମିତି ସେ ପଥରେ କେହି ବି ପ୍ରବେଶ ନ କରିପାରେ। ଯାଅ! ଯଥା ଆଜ୍ଞା ପିତାଶ୍ରୀ। ଚାଲ। ପୁତ୍ର ସିଂହ କେତୁ, ତମେ ଦୁହେଁ ପୂର୍ବ ଏବଂ ପଶ୍ଚିମ ଦ୍ୱାରର ରକ୍ଷା କରିବ। ସୁରକ୍ଷା କଡ଼ାକଡ଼ି ହେବା ଉଚିତ, ଯେମିତି ଅସାବଧାନତା ନ ହୁଏ। ଯାଅ! ଯଥା ଆଜ୍ଞା ପିତାଶ୍ରୀ। ଚାଲ। ଗୁପ୍ତଚର, କଣ ଖବର ଆଣିଛ? ଅସୁରେଶ୍ୱର, ପ୍ରଦ୍ୟୁମ୍ନ ନଗରୀ ଆଡ଼କୁ ଆସୁଛି। ନଗର ଆଡ଼କୁ ନୁହେଁ, ନିଜର ମୃତ୍ୟୁ ଆଡ଼କୁ ଆସୁଛି।
ଯିବାକୁ ଦେବିନି। ମୂର୍ଖ, ଲାଗୁଛି ତୁ ଭୁଲି ଯାଇଛୁ। ମୁଁ ସେଦିନ ଦରବାରରେ କହିଥିଲି ନା ଯେ ମୋତେ କେଉଁଠିକି ଯିବାକୁ କିମ୍ବା ଆସିବାକୁ କେହି ବି ଅଟକେଇ ପାରିବେନି। ତୁମେ ସେମିତି ମାନିମନି। ସୈନ୍ୟଗଣ ଧରି ନିଅ ତାକୁ। राजकुमार 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 सेना नायक तमे तो पश्चिम द्वार सुरक्षार दायित्व थिल एठकु कहीं आसिल आउ तुम एते भयभीत कहीं? राजकुमार राजकुमार से आसीगला कहीं चित्कार करुच किए आसीगला राजकुमार प्रद्युम्न प्रद्युम्न आउ तमे ताको भीतर को आसीबा को देला मु कोन करिबी से तार मायावी शक्ति रे समस्त सैनिक को अचेत करि देला भलो हैला से मायावी निजर मृत्यु पई निजे एठा को चली आछी युवराज किए कहा हाथ रे मरिब से कथा समय ही कहिबो। सैन्यगण धरि नियो ताकू विषाक्त वायु प्रयोग करी मोर समस्त सैनिक अचेत करदेलु मु एबे तते जीवित छाड़िबिनी। सिंहकेतु मु एपर्यंत मोर घातक अस्त्रमान प्रयोग करिनी। मु तुमर सैन्य मानंकु विषाक्त वायु द्वारा केवल अचेत कर देइछि। जदि मु चाहि थांती तेबे एमानकु मृत्युदंड भी देई परिथांती। का पुरुष तू निजर का पुरुषता उपरे दयर आवरण आवृत करी ताको लुचेबाकु चेष्टा करनी सत हेउछि तो भितरे मृत्यु भयानक नृत्य देखिबार साहस भी नहीं। तू ए युद्ध न लड़ी जितबाकु चाहुछु ना युवराज सिंहकेतु ये सत्य नुह। मु केवल तुमको विनाश पथरे अग्रसर हेबा पूर्व सचेतन कर देबाकु चाहूछि। धर्म मार्ग भ्रष्ट होइतिबा पथिककु सत्य एवं धर्म मार्ग देखैबाकु चाहूछि। तू मते धर्म मार्ग देखैबाकु चाहूछु किंतु मु तो तते नरकर मार्ग देखैबाकु चाहूछि।
ରହିଯାଅ ସିଂହକେତୁ। ପଥଭ୍ରଷ୍ଟ ହୁଅନି। ଧର୍ମ ଏବଂ ଅଧର୍ମର ଏ ଯୁଦ୍ଧରେ ସମ୍ବରାସୁରର ଗର୍ବ ଏବଂ ଅହଙ୍କାରରେ ତୁମେ ନିଜର ଅମୂଲ୍ୟ ପ୍ରାଣର ଆହୁତି ବ୍ୟର୍ଥରେ ଦେବାକୁ ଯାଉଛ। ପ୍ରଦ୍ୟୁମ୍ନ, ଟିକେ ପୂର୍ବରୁ ତୁ ଧର୍ମର କଥା କହୁଥିଲୁ, ଆଉ ଏବେ ତୁ ମତେ ପୁତ୍ର ଧର୍ମର ମାର୍ଗରୁ ବଞ୍ଚିତ କରିବାକୁ ଚାହୁଁଛୁ। ତୁ ମତେ ନିଜ ପିତାଙ୍କ ବିରୁଦ୍ଧରେ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଛୁ। ତୁମେ ପୁଣି ଭୁଲ କରୁଛ ରାଜକୁମାର। ପିତା ଯଦି ନିଜର କର୍ମର ଥାଳରେ ପାପ ଭରି ରଖିଥାଏ, ତାହେଲେ ଏ ପୁତ୍ର ନିମନ୍ତେ ଆବଶ୍ୟକୀୟ ଏବଂ ଅନିବାର୍ଯ୍ୟ ନୁହଁ ଯେ ସେ ବି ପାପର ଭାଗିଦାର ହେବ। ପ୍ରଦ୍ୟୁମ୍ନ, ଛାଡ଼ି ଦିଅ ଭାଷଣ। ଆମେ କୌଣସି ଧାର୍ମିକ ସଭାରେ ନାହୁଁ, ଯୁଦ୍ଧ ଭୂମିରେ ଦଣ୍ଡାୟମାନ। ଆଉ ଯୁଦ୍ଧ କଥା କିମ୍ବା ଜୁହା ଦ୍ୱାରା ନୁହେଁ, ଅସ୍ତ୍ର ଏବଂ ଶସ୍ତ୍ର ଦ୍ୱାରା କରାଯାଏ। ସେଥିପାଇଁ ନିଜ ମୁହଁ ବନ୍ଦ କର, ଆଉ ନିଜ ତୁଣୀର ମୁହଁ ଖୋଲିଦେ। ମୁଁ ବି ଟିକେ ଦେଖିବି ଯେ ତୁ ନିଜ ସହିତ କେଉଁ କେଉଁ ଘାତକ ବାଣ ନେଇ ଆସିଛୁ। ସିଂହକେତୁ, ଯାହା ମୁଣ୍ଡରେ ମୃତ୍ୟୁର ଝୁଙ୍କ୍ ଚଢ଼ିଛି, ସେ ଜୀବନ ଅମୃତକୁ ବି ପଦାଘାତ କରିଥାଏ। ତୁମେ ସେଇ ହତଭାଗ୍ୟମାନଙ୍କ ମଧ୍ୟରୁ ଜଣେ। शोभा पाएनी मोर मात्र दुईटी शक्ति नष्ट करी तू कौन भावुचु मोर समस्त शक्ति समाप्त हो जाइछि बोली ना गोपाल पुत्र ना मो पाखरे शक्तिर अभाव नहीं मो शक्तिर भंडार अटे भंडार निजको संभाल सिंहकेतु तुम भली अधर्मी दानव जेते भी शक्तिशाली हूँ पछके किंतु अधर्मी निशेष सर्वदा भयंकर होता है। प्रद्युम्न एबे तो मु तते शेष करबा को जाउछि तू पाताल रे लुचि रह किंबा आकाश रे एबे तते मो आघातरु केही रक्षा करि पारिबेनी। सिंहकेतु तुम भली गर्वी दानव सर्वदा निजर गर्व निमंते प्राण त्याग करि थांती तुमे भी सेमानक मध्यरु जणे।
ସ୍ୱାମୀ ଦେଖନ୍ତୁ ଏ କଣ ହେଇଗଲା, କଣ ହେଇଗଲା ସ୍ୱାମୀ, କଣ ହେଇଗଲା? ଆପଣଙ୍କ ଶତ୍ରୁତା କୋଠାରୁ ମୋ ପୁତ୍ରକୁ ସବୁଦିନ ପାଇଁ ଛଡ଼େଇ ନେଲା, ସବୁଦିନ ପାଇଁ। ଆପଣଙ୍କୁ ଚିନ୍ଧି ପୁଣି ଥରେ ମୋ କୋଳ ଶୂନ୍ୟ କରିଦେଲା ସ୍ୱାମୀ, ପୁଣି ଥରେ ଶୂନ୍ୟ କରିଦେଲା। विजय स्तंभ भी भांगीगला। स्वामी एबे भी समय अच्छी अनर्थ को रोकी दियंतु नचेत महाविनाश हो स्वामी महाविनाश मायावती तमे कौन चाहुच जे महाबलशाली असुरेश्वर संबरासुर निज पुत्र मृत्युर प्रतिशोध निजे न नहीं तम भली भाव प्रवण है तुम सह शोकरे जोग देव नहीं मायावती नहीं कदापि नुह मो प्रद्युम्न को छाड़िबिनी कदापि छाड़िबिनी। प्रणाम माताश्री। प्रद्युम्न मो पुत्र प्रद्युम्न यशस्वी भव पुत्र यशस्वी भव। चाहूँ निज माता एवं गुरुदेव दुहीं आशीर्वाद प्राप्त हो विजयतार पूर्व निर्धारित। गुरुदेव मु यही शुभ खबर कहवाक आसी जे मु युद्धर प्रथम सोपान विजयी होइछि। संबरासुर जड़े पुत्र को मु हत्या कर देछि। तुम शिक्षा और दीक्षार मान वृद्धि करिछ पुत्र, किंतु प्रथम विजय रे ही एति प्रफुल्लता भल नुह पुत्र। आपण निश्चित रुहतु गुरुदेव, अंतिम विजय मोर ही हब। ये तोर गर्व नुह तो पुत्र? ना गुरुदेव, ये तो आपण देथिबा शिक्षा एवं दीक्षार प्रभाव। किंतु ये कौन गुरुदेव, आपण आखिरे अश्रु कहीं?
ଇଏ ଗୁରୁର ନୁହଁ, ଗୋଟାଏ ମାର ଆଖିରୁ ଲୁହ ଝରିଗଲା ପୁତ୍ର। ମାତାଶ୍ରୀ, ମୁଁ ଜାଣିଛି ଯେ ଆପଣ ମୋ ନିମନ୍ତେ ବହୁତ କଷ୍ଟ କରିଛନ୍ତି। ସମ୍ବରାସୁରକୁ ନର୍କଗାମୀ କଲା ପରେ ଆପଣ ଦେଖିବେ ଆପଣଙ୍କୁ କେମିତି ଶାନ୍ତିରେ ରଖିବେ। ଏପରିକି ପବନ ବି ଆପଣଙ୍କୁ ସ୍ପର୍ଶ କରିପାରିବନି। ଯଦି ସବୁ ମାଙ୍କୁ ତୋ ଭଳି ପୁତ୍ର ମିଳନ୍ତି କି? ଧନରେ ତୁ ଭଗବାନ ବିଷ୍ଣୁଙ୍କ ବରଦାନ। ମୁଁ ତ ଫେରି ଆସିଛି, ଆପଣ ପୁଣି କାନ୍ଦୁଛନ୍ତି କାହିଁକି? ତୁ ଫେରି ତ ଆସିଛୁ, କିନ୍ତୁ ଅତି ଶୀଘ୍ର ବି ଚାଲି ବି ଯିବୁ। ଚାଲିଯିବି? କାହିଁକି କାହିଁକି ମାତାଶ୍ରୀ? ଏଇଥିପାଇଁ ଯେ ସମରାସୁରର ବଧ ସହିତ ଏ ପୃଥିବୀ ଲୋକରେ ମୋ ଜନ୍ମର ଲକ୍ଷ୍ୟ ବି ସାଧନ ହେଇଯିବ, ଆଉ ମତେ ମୁକ୍ତି ମିଳିଯିବ। ତୁ ଏଇଆ ଧରିନେ ଯେ ସମରାସୁରର ମୃତ୍ୟୁ ସହିତ ମୋର ବି ମୃତ୍ୟୁ ହେଇଯିବ। ନାଇଁ, ତାହେଲେ ମୁଁ ସମ୍ବରାସୁରକୁ ବଧ କରିବିନି, ସମ୍ବରାସୁରକୁ ବଧ କରିବିନି। ତୁ କଣ ଚାହୁଁନୁ ଯେ ମତେ ମୁକ୍ତି ମିଳୁ? ତୁ କଣ ଏଇଆ ଚାହୁଁଛୁ ଯେ ମୁଁ ଜଣେ ଅଭିଶପ୍ତର ଜୀବନ ଅତିବାହିତ କରେ? ମୁଁ ତ ଆଦୌ ଆପଣଙ୍କୁ ହରେଇବାକୁ ଚାହୁଁନି ମା, ହରେଇବାକୁ ଚାହୁଁନି। ପୁତ୍ର, ଏ ସୃଷ୍ଟିର ନିୟମ ରହିଛି, ଯିଏ କିଛି ପାଇଥାଏ ତାକୁ କିଛି ହରେଇବାକୁ ହେଇଥାଏ। ମତେ ଦେଖ, ମୁଁ ତତେ ପାଇଲି, କିନ୍ତୁ ତତେ ଶୀଘ୍ର ଯୁବକ କରିଦେଇ ବହୁତ କିଛି ହରେଇ ବି ଦେଲି। କିନ୍ତୁ ଆପଣଙ୍କୁ ଜାଣି ଶୁଣି ନିଜ ବାହୁବଳ ଦ୍ୱାରା କେମିତି ମୁଁ ହରେଇ ଦେଇପାରିବି? ମୁଁ ଏ ଦଣ୍ଡ ନିଜକୁ କାହିଁକି ଦେବି? ଆମେ ସମସ୍ତେ ପ୍ରାରବ୍ଧର ଦାସପୁତ୍ର, ବନ୍ଦୀ। ଭାଗ୍ୟ ଆଉ ନିର୍ଦ୍ଧାରଣରେ ଆମ ହାତରେ ଯାହା ବି ହବାର ଥିବ ତାହା ନିଶ୍ଚିତ ହବ। ନିଜର ଦାୟିତ୍ୱ, ନିଜର କର୍ତ୍ତବ୍ୟ ପାଳନ ପରେ ଆମ ସମସ୍ତଙ୍କୁ ଏ ସଂସାର ତ୍ୟାଗ କରିବାକୁ ହବ ପୁତ୍ର। ମାତାଶ୍ରୀ, ତୁ ତ ଏସବୁ ଭଲ ଭାବେ ଜାଣୁ ପୁତ୍ର। ବ୍ରହ୍ମଦେବ ତତେ ପ୍ରଜ୍ଞା ପ୍ରଦାନ କରିଛନ୍ତି। ଭାବନାର ମାୟା ଜାଲରୁ ବାହାରକୁ ଚାଲିଆ ଧନ, ବାହାରକୁ ଚାଲିଆ। ମାତାଶ୍ରୀ, ମାତାଶ୍ରୀ କହୁଛୁ ଯଦି ତାହେଲେ ମୋ ଆଜ୍ଞା ପାଳନ କର, ଆଉ ନିଜର କର୍ତ୍ତବ୍ୟ ପାଳନ କର ପୁତ୍ର। ସମରାସୁରକୁ ବଧ କରିଦେ, ଏହା ହିଁ ପ୍ରଭୁଙ୍କ ଇଚ୍ଛା। ଯଥାଜ୍ଞା। ବିଜୟୀ ଭବ ପୁତ୍ର, ବିଜୟୀ ଭବ, ବିଜୟୀ ଭବ ପୁତ୍ର, ବିଜୟୀ ଭବ। ବିଜୟୀ ଭବ। ହଁ ଦୈତ୍ୟରାଜ, ମୁଁ ପ୍ରଦ୍ୟୁମ୍ନ, ତୁମ
मोर मृत्यु तुम्हें मते एठाकु आसिबारु वंचित करने योजना करुछ किंतु मु तो पूर्वर तुम राजमहल रे प्रवेश कर सारी एबे तुम्हें कौन करिब ମୁଁ କଣ କରିବି ଏବେ ଦେଖଉଛି। ये आपण कौन करदेले स्वामी ତାହାହିଁ ମାୟାବତୀ ଯାହା ମତେ ଅନେକ ପୂର୍ବରୁ କରିବାର ଥିଲା ମୁଁ ପ୍ରଦ୍ୟୁମ୍ନକୁ ବଧ କରିଦେଲି। ପ୍ରଦ୍ୟୁମ୍ନର ବଧ କିନ୍ତୁ ଆପଣ ତ ଗୋଟେ ନିର୍ଜୀବ ପ୍ରତିମୂର୍ତ୍ତିର ମୁଣ୍ଡ କାଟ କଲେ ସ୍ୱାମୀ। ଲାଗୁଛି ଆପଣଙ୍କ ମୁଣ୍ଡ ଠିକ୍ ନାହିଁ ସ୍ୱାମୀ। ମୁଁ ବି ଆପଣଙ୍କ ଭଳି ପ୍ରଦ୍ୟୁମ୍ନ ନିମିତ୍ତ ଚିନ୍ତାଗ୍ରସ୍ତ। ମୋର ବି ମୁଣ୍ଡ କାମ କରୁନି ସ୍ୱାମୀ। ପ୍ରଦ୍ୟୁମ୍ନ ନିଜର ମାୟାବୀ ଶକ୍ତିର ଭବ୍ୟ ପ୍ରଦର୍ଶନ କରି ଆମ ଆତ୍ମବିଶ୍ୱାସକୁ ଭସ୍ମ କରିଦେଲା। ଆପଣ ପ୍ରଦ୍ୟୁମ୍ନର ସମ୍ମୁଖୀନ ହୁଅନ୍ତୁନି, ତା ସହ ଯୁଦ୍ଧ କରନ୍ତୁନି ସ୍ୱାମୀ। ସ୍ୱାମୀ ଆପଣ ଏମିତି ଭୟଙ୍କର ଅଟ୍ଟାଚାର କାହିଁକି କରୁଛନ୍ତି? ମତେ ମତେ ଭୟ ଲାଗୁଛି ସ୍ୱାମୀ। ତମେ ଯେମିତି କଥା କହୁଛ ମାୟାବତୀ ମତେ ହସ ଲାଗୁଛି। ମୁଁ ମାନୁଛି ଯେ ମୁଁ ମୂର୍ଖାମି କରିଛି। ପ୍ରଦ୍ୟୁମ୍ନକୁ ହତ୍ୟା କରିବାର ପ୍ରତ୍ୟେକ ସୁଯୋଗ ମୁଁ ହରାଇ ଦେଇଥିଲି। ଆହୁରି ବି ସେ ଅଶୁଭ ବାଳକକୁ ଗେହ୍ଲା କଲି, ତାକୁ ଅଭୟ ଦେଲି। ଠିକ ଅଛି, ସେ ମାୟା ବଳରେ ବଡ଼ ବି ହେଇଯାଇଛି, ନିଜେ ବି ମାୟା ବି ହେଇଯାଇଛି, କିନ୍ତୁ କିନ୍ତୁ ମୋ ସମ୍ମୁଖରେ ସେ ଏବେ ବି ପିଲାଟେ। ତାର ମାୟାବୀ ଶକ୍ତି ପ୍ରଦର୍ଶନରେ ତମେ ଭୟଭୀତ ହେଇଯାଇଥିବ, କିନ୍ତୁ ସମ୍ବରାସୁର ନୁହେଁ, କଦାପି ନୁହେଁ ମାୟାବତୀ, କଦାପି ନୁହେଁ। କିନ୍ତୁ ସ୍ୱାମୀ ମୋର ଆପଣଙ୍କୁ ପ୍ରାର୍ଥନା ଯେ ଆପଣ ପ୍ରଦ୍ୟୁମ୍ନ ସହିତ ଯୁଦ୍ଧ କରନ୍ତୁନି। ଅର୍ଥାତ୍ ମୁଁ ପ୍ରଦ୍ୟୁମ୍ନକୁ ଡରିଯିବି, ତା ସହିତ ଯୁଦ୍ଧ କରିବିନି? ନା ମାୟାବତୀ, ନା ମାୟାବତୀ, ମୁଁ ପ୍ରଦ୍ୟୁମ୍ନ ସହ ଯୁଦ୍ଧ ଅବଶ୍ୟ କରିବି, ଅବଶ୍ୟ କରିବି। ମୁଁ ଜଣେ ମହାବୀର। ପ୍ରଦ୍ୟୁମ୍ନ ମତେ ଆହ୍ୱାନ ଦେଇଛି, ଯଦି ମୁଁ ସେ ଆହ୍ୱାନକୁ ସ୍ୱୀକାର ନ କରେ ଲୋକେ ମତେ କାପୁରୁଷ କହିବେ, ନପୁଂସକ କହିବେ, ନପୁଂସକ। ଯଦି ମୁଁ ଯୁଦ୍ଧ ଭୂମିରେ ପ୍ରଦ୍ୟୁମ୍ନକୁ ସମ୍ମୁଖୀନ ନ ହୁଏ ଆଉ ବିନା ଯୁଦ୍ଧରେ ପଳାୟନ କରେ ଲୋକେ ମତେ ପଳାତକ କହିବେ, ପଳାତକ। ମୁଁ ପଳାତକ ନୁହେଁ ମାୟାବତୀ, ମୁଁ ଜଣେ ଯୋଦ୍ଧାଟେ, ଯୋଦ୍ଧା। ଯୁଦ୍ଧ କରିବା ହିଁ ମୋର କର୍ତ୍ତବ୍ୟ। ମୁଁ ଯୁଦ୍ଧ ଜିତିବାକୁ ଚାହୁଁଛି, କିନ୍ତୁ ଦୁର୍ଭାଗ୍ୟବଶତଃ ଯଦି ମୋର ଯୁଦ୍ଧ ଭୂମିରେ ମୃତ୍ୟୁ ବି ହେଇଯାଏ ତ? ସ୍ୱାମୀ କାହିଁକି ଆପଣ ଏ ଅଶୁଭ କଥା କହୁଛନ୍ତି? ମାୟାବତୀ, ତମେ ଜଣେ ବୀର ପତ୍ନୀ, ତମେ ଏମିତି ଭାବପ୍ରବଣ କିମ୍ବା ଭୟଭୀତ ହେବା ଅନାବଶ୍ୟକ। ତମେ ନିଶ୍ଚିନ୍ତ ରୁହ, ମୋର ପରାଜୟ ହେବାର ସମ୍ଭାବନା ହିଁ ନାହିଁ। କାରଣ ମତେ ଆଦିମାତା ପାର୍ବତୀଙ୍କ ବରଦାନ ମିଳିଛି। ତଥାପି ବି ଯଦି ମୋର ଯୁଦ୍ଧ କରୁ କରୁ ମୃତ୍ୟୁ ହେଇଯାଏ ତେବେ ତାହା ମୋର ଗୌରବ ହେବ, ଗୌରବ। ମୁଁ ବୀରଗତି ପ୍ରାପ୍ତ ହେବି, ଯାହା ପ୍ରତ୍ୟେକ ଯୋଦ୍ଧାର ଆନ୍ତରିକ ଇଚ୍ଛା ହେଇଥାଏ ମାୟାବତୀ, ଆନ୍ତରିକ ଇଚ୍ଛା।
ଆଜି ଆମର ଲଗ୍ନ ହେବାକୁ ଯାଉଛି। ଲଗ୍ନ ମାନେ ମିଳନ। ଅବଶ୍ୟ ସୁନ୍ଦରୀ, ଅବଶ୍ୟ। ଆସ ଯିବା। କୋଉଠିକି ଯିବା? ଆଜି ତୁମର ଆଉ ମୋର ମିଳନର ରାତ୍ରି ନା? ଆମର ମଧୁଶଯ୍ୟା ଫୁଲର ସେଜକୁ ଯିବନି? କାହିଁକି ନୁହଁ ସୁନ୍ଦରୀ, କାହିଁକି ନୁହଁ? ଚାଲ। ସେଜ କୋଉଠି ସୁନ୍ଦରୀ? ସେଇଠି ଅଛି। এই কোন ସୁନ୍ଦରୀ, ତମେ ମୋର ପରିହାସ କରୁଛ? ହସୁଛ କାହିଁକି? କୁହ ତମେ କିଏ? ମୁଁ ତୁମର କନ୍ୟା। କନ୍ୟା? କିନ୍ତୁ ଇଏ କେମିତି ଆସିଛ? ଇଏ ତ କୋକେଇ। କୋକେଇ? ହଁ ପ୍ରିୟତମ, ଯେତେବେଳେ ମୃତ୍ୟୁକୁ ବିବାହ କରିବ କୋକେଇ ହିଁ ତ ସେଜ ହବ ନା? ମୃତ୍ୟୁକୁ ବିବାହ? ହଁ, ତମେ ଏପର୍ଯ୍ୟନ୍ତ ବୁଝିନା? ମୁଁ ମୃତ୍ୟୁ ସମ୍ବରାସୁର। ମୁଁ ମୃତ୍ୟୁ। ମୃତ୍ୟୁ ଏତେ ସୁନ୍ଦର? ତଥାପି ତମେ ମୋଠୁ ଦୂରେଇ ଯାଉଛ। ଆସ ମୋ ପାଖକୁ ଆସ, ମୁଁ ତୁମକୁ ସେଜରେ ଶୁଆଇ ଦେବି। ନାଇଁ। ୟାକୁ ସ୍ନାନ କରାଅ, ମୃତ୍ୟୁର ସ୍ନାନ। नहीं 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 छड़ 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 दियो मते मु मरिया को जाऊनी। हां नहीं मरिया को जाऊनी, मु मरिया को जाऊनी। नहीं 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 मत छड़ दियो, मत छड़ दियो, मत छड़ दियो, मत छड़ दियो, मरिया को जाऊनी। नहीं 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 समरासुर को कहीं मारी परिबरे। समरासुर अमर, समरासुर अमर। सिंह केतु, तुम भली अधर्मी दानव जेते भी शक्तिशाली हुंतु पछके, किंतु अधर्मी को विनाश सर्वदा भयंकर ही थाए। प्रद्युम्न, एबे तो मु तते शेष करबा को जाउछि। तू पाताल रे लुचि रह किंबा आकाश रे। सिंह केतु, तुम भली गर्वी दानव सर्वदा निजर गर्व निमंते प्राण त्याग करि थांती। तुम्हें भी सेमानक मध्यरु जणे। सेज कोठी सुंदरी? ସେଇଠି ତ। କିନ୍ତୁ ଇଏ କେମିତି ସେଜ? ଇଏ ତ କୋକେଇ। କୋକେଇ? ହଁ ପ୍ରିୟତମ, ଯେତେବେଳେ ମୃତ୍ୟୁକୁ ବିବାହ କରିବ ସେତେବେଳେ କୋକେଇ ହିଁ ସେଜ ହେଇଯିବ। ମୃତ୍ୟୁକୁ ବିବାହ? ହଁ, ତମେ ଏପର୍ଯ୍ୟନ୍ତ ବୁଝିନ? ମୁଁ ମୃତ୍ୟୁ ସମ୍ବରାସୁର। ମୁଁ ମୃତ୍ୟୁ। ମୃତ୍ୟୁ ଏତେ ସୁନ୍ଦର? ତଥାପି ତମେ ମୋଠୁ ଦୂରେଇ ଯାଉଛ। ଆସ ମୋ ପାଖକୁ ଆସ, ମୁଁ ତମକୁ ସେଜରେ ଶୁଆଇ ଦେବି। नहीं नहीं
नहीं ୟାକୁ ସ୍ନାନ କର ମୃତ୍ୟୁର ସ୍ନାନ। नहीं 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 मत छाड़ दियो नहीं मत छाड़ दियो नहीं मु मरिया को चाहूने मु मरिया को चाहूने नहीं 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 मत छाड़ दियो नहीं मत छाड़ दियो नहीं 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 ना समरासुर को कहीं मारी परिबे रे समरासुर अमर समरासुर अमर ସମ୍ବରାସୁରର ଅବସ୍ଥା ତମେ ଦେଖିଲ ନା ଦେବୀ? ଏତେ ସବୁ ଘଟଣା ଘଟି ସାରିଲା ପରେ ବି ସେ ଅମରତ୍ୱର କଳ୍ପନାରେ ଭ୍ରମିତ ହେଉଛି। ଚିତ୍କାର କରି ନିଜର ମିଥ୍ୟା ଭ୍ରମକୁ ସତ୍ୟ ପ୍ରମାଣିତ କରିବାକୁ ଚାହୁଁଛି ଯେ ସେ ଅମର। କିନ୍ତୁ କେବଳ ଚିତ୍କାର କଲେ ସତ୍ୟ ବଦଳି ତ ଯିବନି ଭଗବାନ। ସତ୍ୟ କେଉଁଟା ଦେବୀ? ଏ ପୃଥିବୀ ଲୋକରେ ଅନ୍ତିମ ସତ୍ୟ ହେଉଛି ମୃତ୍ୟୁ। କିନ୍ତୁ ସମ୍ବରାସୁର ମୃତ୍ୟୁ ଭଳି ସତ୍ୟକୁ ସ୍ୱୀକାର କରୁନି କାହିଁକି? କାହିଁକି ନା ସେ ନିଜକୁ ନିଜେ ଅମର ବୋଲି ଭାବୁଛି। କିନ୍ତୁ ମର୍ତ୍ତ୍ୟ ଲୋକରେ ତ କେବଳ ଦୁଇଟି ଜିନିଷ ଅମର। ସେ କ'ଣ ପ୍ରଭୁ? ପ୍ରଥମଟି ମୃତ୍ୟୁ, ଆଉ ଅନ୍ୟଟି ମନୁଷ୍ୟର କୀର୍ତ୍ତି। ଅନ୍ୟ ସବୁ ନଶ୍ୱର ଦେବୀ। ଦେବୀ ଲୋକେ ମୃତ୍ୟୁକୁ କଠୋର ଭାବନ୍ତି, କିନ୍ତୁ ମୃତ୍ୟୁ କଠୋର ନୁହେଁ, ଦୟାବାନ। ନିଜର ଆଗମନର ସୂଚନା ଏବଂ ସଂକେତ ମୃତ୍ୟୁ ପ୍ରତ୍ୟେକ ପ୍ରାଣୀକୁ ଦେଇଥାଏ। ମୃତ୍ୟୁର ଏ ପୂର୍ବ ସୂଚନାର ଉଦ୍ଦେଶ୍ୟ କ'ଣ ହେଇଥାଏ ଭଗବାନ? ଗୋଟିଏ ଉଦ୍ଦେଶ୍ୟ ଦେବୀ, ଆଉ ସିଏ ହେଲା ମନୁଷ୍ୟକୁ ତା ଜୀବନର ଅନ୍ତିମ ସୋପାନରେ ପୂର୍ଣ୍ଣ ପ୍ରାପ୍ତିର ସୁଯୋଗ ଦେବା, ନିଜର ଭୁଲକୁ ସୁଧାରିବାର ସୁଯୋଗ ଦେବା। ଜ୍ଞାନୀ ମୃତ୍ୟୁର ସଂକେତ ବୁଝିଥାନ୍ତି ଦେବୀ, କିନ୍ତୁ ସମ୍ବରାସୁର ଭଳି ଅଜ୍ଞାନୀ ବାରମ୍ବାର ସୂଚନା ମିଳିଥିଲେ ବି ଉଚିତ ମାର୍ଗକୁ ଆସିନଥାନ୍ତି। ସେମାନେ ମୃତ୍ୟୁକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବିଥାନ୍ତି, ଆଉ ମୃତ୍ୟୁ ଉପରେ କୌଣସି ଉପାୟରେ ବିଜୟ ପ୍ରାପ୍ତି କରିବାକୁ ଚେଷ୍ଟା କରନ୍ତି। ସମ୍ବରାସୁର ବି ଏଇ କଥା ଭାବୁଛି, କିନ୍ତୁ ମୃତ୍ୟୁ ଉପରେ ସମ୍ବରାସୁରର ବିଜୟ କଦାପି ସମ୍ଭବ ନୁହଁ। ଏ କଥା ସେ ସେତେବେଳେ ବୁଝିବ ଯେତେବେଳେ ପ୍ରଦ୍ୟୁମ୍ନ ସହିତ ସେ ସମ୍ମୁଖୀନ ହେବ। ସୁରେଶ୍ୱର ରାଜପୁତ୍ର ସିଂହକେତୁକୁ ଗୌରବାସ୍ପଦ ବୀରମରଣ ପ୍ରାପ୍ତ ହୋଇଛି। ଏ ଶୋକସଭା ସୁରସେନ ସୁରସେନ ଇଏ ଶୋକସଭା ନୁହଁ, ମୁଁ ଏ ସଭା ନିଜ ପୁତ୍ର ମୃତ୍ୟୁର ଶୋକ ପାଳନ ନିମନ୍ତେ ରଖିନି। ସମ୍ବରାସୁର ଏତେଟା ଦୁର୍ବଳ ନୁହଁ, ଆଉ ନା ଏତେଟା ମୂର୍ଖ ଯେ ଶତ୍ରୁ ଯେତେବେଳେ ଦ୍ୱାରରେ ଦଣ୍ଡାୟମାନ ହେଇଥିବ ସମ୍ବରାସୁର ନିଜ ପୁତ୍ରର ଶୋକ ପାଳନ କରିବ। କଣ ହେଇଛି ତମ ସମସ୍ତଙ୍କର? ତମେ ମାନେ ସମସ୍ତେ ମତେ ଆତଙ୍କିତ କାହିଁକି ଲାଗୁଛ? ତମର ଇଏ ନଈ ପଡିଥିବା ମସ୍ତକ ତମର ଦୁର୍ବଳ ମନୋବଳର ପ୍ରତୀକ ହୋଇଯାଇଛି। ତମ
ସମସ୍ତଙ୍କୁ ଦେଖି ଏମିତି ଲାଗୁଛି ଯେମିତି ଏ ସମ୍ବରାସୁରର ସୈନିକ ନୁହନ୍ତି, ଶୃଗାଳର ସୈନିକ, ଯିଏକି ବାଘର ଗୋଟାଏ ଗର୍ଜନ ଶୁଣେ ଦୂରରେ ଛିଡ଼ା ହବ। କ୍ଷମା କରନ୍ତୁ ଅସୁରେଶ୍ୱର, ସେମାନେ କେବଳ ରାଜକୁମାରଙ୍କ ଶୋକରେ ହିଁ ସନ୍ତପ୍ତ। ରାଜକୁମାର ସିଂହ କେତୁଙ୍କ ମୃତ୍ୟୁ ତ କେବଳ ନିମିତ୍ତ ମାତ୍ର, ବାହାନା ମାତ୍ର। ମୁଁ ତମ ସମସ୍ତଙ୍କ ମୁଖମଣ୍ଡଳରେ ଭୟକୁ ସ୍ପଷ୍ଟ ରୂପରେ ପଢିପାରୁଛି। ଯଦି ତମେ ଭୟଗ୍ରସ୍ତ ନ ହେଇଥାନ୍ତ ତ ଶୋକ ବ୍ୟକ୍ତ କରିବା ବଦଳରେ ଯୁଦ୍ଧ ବିଷୟରେ କହିଥାନ୍ତ, ଆକ୍ରମଣ ବିଷୟରେ ଚିନ୍ତା କରିଥାନ୍ତ, ପ୍ରଦ୍ୟୁମ୍ନକୁ ବଧ କରିବାକୁ ଶପଥ ଦେଇଥାନ୍ତ। ଆଉ ମୋ ସମ୍ମୁଖରେ ଏମିତି ମୁହଁ ଫୁଲେଇ ବସି ନଥାନ୍ତ। ସମ୍ବରାସୁର ସାହସରା ସାଥୀମାନଙ୍କୁ ଘୃଣା କରେ। ତା ସେନାରେ ଦଡ଼କୁଳା ଏବଂ ନପୁସଙ୍କଙ୍କର ଆବଶ୍ୟକତା ନାହିଁ। ଯାହାର ନିଜର ପ୍ରାଣ ପ୍ରତି ଭୟ ଥିବ, ଯାଇ କୌଣସି ଗାତରେ ନିଜ ମୁହଁକୁ ଲୁଚାନ୍ତୁ। ସେମାନଙ୍କର କୌଣସି ଆବଶ୍ୟକତା ନାହିଁ। ଯାଅ। ପ୍ରଦ୍ୟୁମ୍ନକୁ ତ ମୁଁ ନିଜେ ଗୋଟାଏ ପିମ୍ପୁଡ଼ି ଭଳି ମୋ ପାଦ ତଳେ ଦଳିଦେବି। ମୁଁ ସେ ଗୋପାଳ କୃଷ୍ଣର ପୁତ୍ର ସହ ଏକାକୀ ଯୁଦ୍ଧ କରିବାକୁ ଯାଉଛି। ହେ ଅସୁରେଶ୍ୱର, ଆପଣ ଆମକୁ ଭୁଲ ବୁଝୁଛନ୍ତି। ମହାରାଜ, ଆମେ ଭୟଗ୍ରସ୍ତ ନୋହୁ। ଆମେ ଅସୁର, ଆଉ ଅସୁରଙ୍କ ହିତ ପାଇଁ ଲଢ଼ିବା ହିଁ ଆମର ଧର୍ମ। ପିତାଶ୍ରୀ, ଆପଣଙ୍କ ସେନା ବୀର ଏବଂ ପରାକ୍ରମୀ ମାନଙ୍କ ଦ୍ୱାରା ଭରପୁର। ଏହି ସେନା ବି ଦେବତାଙ୍କ ଉପରେ ବିଜୟ ପ୍ରାପ୍ତ କରି ଗୌରବ ପ୍ରାପ୍ତ କରିଛି। ପିତାଶ୍ରୀ, ଆପଣଙ୍କ ପୁତ୍ର ଇନ୍ଦ୍ର ରାଜାଙ୍କଠୁ ବି ଅଧିକ ବଳଶାଳୀ, ଶୌର୍ଯ୍ୟବାନ। ସେଥିପାଇଁ ଆମେ ଥାଉ ଥାଉ ଆପଣ ଏବେଠୁ ଯୁଦ୍ଧ ଭୂମିକୁ ଓହ୍ଲାଇବା ଆଦୌ ଆବଶ୍ୟକ ନୁହେଁ। ପ୍ରଦ୍ୟୁମ୍ନକୁ ତ ମୁଁ ବଧ କରିବି। ମୁଁ ବଧ କରିବି ପ୍ରଦ୍ୟୁମ୍ନକୁ। ଯଦି ଆପଣ ଆଜ୍ଞା ଦିଅନ୍ତି ତାହେଲେ ମୁଁ ସିଂହନାଦ ଏବଂ କେତୁମାଳିଙ୍କୁ ମୋ ସାଙ୍ଗରେ ନେଇଯିବି। ଆପଣ ନିଶ୍ଚିନ୍ତ ରୁହନ୍ତୁ, ଆମେ ପ୍ରଦ୍ୟୁମ୍ନକୁ ବଧ କରିକି ହିଁ ଫେରିବୁ। ଆପଣ କେବଳ ଆମକୁ ଆଜ୍ଞା ଦିଅନ୍ତୁ। ବା ମୋର ବୀର ପୁତ୍ର, ବା ଏ ସାହସ ପ୍ରଦର୍ଶନ କରି ତୁ ମୋର ବୁଡ଼ି ଯାଉଥିବା ବିଶ୍ୱାସର ନୌକାକୁ କୂଳରେ ଲଗେଇଦେଲୁ। ବିଜୟୀ ଭବ ପୁତ୍ର, ବିଜୟୀ ଭବ। ଯୁବରାଜ କୁମ୍ଭକେତୁଙ୍କର, ଯୁବରାଜ କୁମ୍ଭକେତୁଙ୍କର, ଯୁବରାଜ କୁମ୍ଭକେତୁଙ୍କର, ଯୁବରାଜ କୁମ୍ଭକେତୁଙ୍କର, ଯୁବରାଜ କୁମ୍ଭକେତୁଙ୍କର, ଯୁବରାଜ କୁମ୍ଭକେତୁଙ୍କର, ଯୁବରାଜ କୁମ୍ଭକେତୁଙ୍କର। ଯୁବରାଜ ସିଂହନାଦଙ୍କର, ଯୁବରାଜ ସିଂହନାଦଙ୍କର, ଯୁବରାଜ ସିଂହନାଦଙ୍କର, ଯୁବରାଜ ସିଂହନାଦଙ୍କର। ॐ ह्रीं क्लीं चामुण्डाय बीजे। ॐ ह्रीं क्लीं श्रीं चामुण्डाय बीजे। प्रभु, कुंभकेतुर पत्नी कामिनी को ये कौ शक्ति प्राप्ति होईची? ये केमिति प्राप्ति होईची? ए सिद्धि ताको कठोर तपचारण द्वारा मिली देवी। कठोर तपचारण परे? हाँ देवी, धर्मराज युधिष्ठिर केबे भी असत्य कथा कहते नहीं, आउ कठोर धर्मचारण करिथांती। सेथिपाई तांको रथ सदा सर्वदा भूमिठारु ऊर्ध्वरे
ବାୟୁମଣ୍ଡଳରେ ହିଁ ଚାଲିଥାଏ। ଠିକ୍ ସେମିତି କଠୋର ତପଚାରଣ ଦ୍ୱାରା କୁମ୍ଭକେତୁର ପତ୍ନୀ କାମିନୀ ନିଜର ଯଜ୍ଞକୁଣ୍ଡର ସିଦ୍ଧିସ୍ଥଳରେ ସଦାସର୍ବଦା ଭୂମିଠାରୁ ଉର୍ଦ୍ଧ୍ୱରେ ହିଁ ରହିଛି। କାମିନୀର କକ୍ଷରେ ତୁମେ ସେ ଯଜ୍ଞକୁଣ୍ଡ ଦେଖୁଛ ନା ଦେବୀ? ଏ ଯଜ୍ଞକୁଣ୍ଡର ନିର୍ମାଣ ବି କାମିନୀର କଠୋର ତପଚାରଣ ଦ୍ୱାରା ହେଇଛି। ଏ କଠୋର ତପଚାରଣର ଅନ୍ୟ ନାମ ହେଲା ତାର ପତିଭକ୍ତି। ପତିଭକ୍ତି? ହଁ ଦେବୀ, କାମିନୀ କୁମ୍ଭକେତୁର ସମସ୍ତ ପ୍ରକାର ସୁରକ୍ଷାର ଉଦ୍ଦେଶ୍ୟ ନେଇ ଏହି ଯଜ୍ଞକୁଣ୍ଡ ନିର୍ମାଣ କରିଛି। କୁମ୍ଭକେତୁ ବି ପ୍ରତିଦିନ ଏହି ଯଜ୍ଞକୁଣ୍ଡକୁ ପୂଜା କରିଥାଏ। ଦେବୀ, କାମିନୀ ଯେତେବେଳେ ଏମିତି 100 ଯଜ୍ଞକୁଣ୍ଡର ନିର୍ମାଣ କରିନେବ ସେତେବେଳେ କୁମ୍ଭକେତୁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ହୋଇଯିବ ଆଉ ତାକୁ ମାରିବା ଅସମ୍ଭବ ହୋଇଯିବ। ଅର୍ଥାତ୍ ଏସବୁ କାମିନୀର ତପସ୍ୟାର ଫଳାଫଳ? ହଁ ଦେବୀ, କାମିନୀ ନିଜେ ଯମଦେବତାଙ୍କଠୁ ନିଜ ପତି ପ୍ରାଣର ସୁରକ୍ଷା ନିମନ୍ତେ ଏ ବରଦାନ ପାଇଛି ଯେ ଯେପର୍ଯ୍ୟନ୍ତ କାମିନୀର କକ୍ଷର ଏହି ଯଜ୍ଞକୁଣ୍ଡର ଅଗ୍ନିରୁ ସ୍ଫୁଲିଙ୍ଗ ନିର୍ଗତ ହୋଇ ଚାଲିଥିବ ସେ ପର୍ଯ୍ୟନ୍ତ କୁମ୍ଭକେତୁର ବଧ କେହି ବି କରିପାରିବେନି। ଓମ୍ ହ୍ରୀଂ କ୍ଲିଂ ଶ୍ରୀଂ ଚାମୁଣ୍ଡାୟ ବିଜେ। ଓମ୍ ହ୍ରୀଂ କ୍ଲିଂ ଶ୍ରୀଂ ଚାମୁଣ୍ଡାୟ ବିଜେ। जय जयकार ध्वनि शुणी पारुछ तुमे? हाँ स्वामी, मत ये जयकर द्वारा आपण को विजय सुनिश्चित लगुच। कामिनी, तुमर एते विश्वास अछि मोर बल एवं शक्ति उपरे? हाँ स्वामी, मोर आपण को उपरे, आपण को बल उपरे एवं आपण को शक्ति उपरे अखंड विश्वास रही। आउ कोन कामिनी? आउ मोर निजर तपस्या उपरे भी संपूर्ण विश्वास रही। कामिनी, तुम तपस्या उपरे मोर तुमठारु भी अधिक विश्वास रही। मु युद्ध भूमि रे निजर अस्त्र एवं शक्ति ठू अधिक तुमर तपस्या उपरे ही मोर भरोसा अछि। ये मोर सौभाग्य जे आपण एमती भाबुचंती, किंतु मोर एक कथार दुख रही जे मो रणभूमि रे आपण को सह समकक्ष हे युद्ध करि परिबिनी। किंतु ए अभावन्यता को मो तपस्या पूर्ण कर दउची, जहा कि आपण को प्राणर सुरक्षार कारण एवं साधना हेची। ए सत्य तो समग्र असुर समाज जानिछि जे आमर असुरेश्वर आदि माता पार्वती को द्वारा निर्मित अस्त्र प्राप्त होइचंती, किंतु मु तुमर एही तपस्या बसत अमर हो जाइछि, अमर हो जाइछि मु। कामिनी, ए सत्य केवल मु तुमको नुहे समग्र संसार को चित्कार करी कहि पारे
ଯେ ତୁମେ ଅଗ୍ନି ଦେବତାଙ୍କର ନିରନ୍ତର ଏବଂ ଲଗାତାର ତପସ୍ୟା କରି ତାଙ୍କୁ ପ୍ରସନ୍ନ କରିଛ। ଏ ଯଜ୍ଞକୁଣ୍ଡ 99ତମ ଯଜ୍ଞକୁଣ୍ଡ। ହେ ଯଜ୍ଞକୁଣ୍ଡ ଯାହା ତୁମେ ନିଜ ତପସ୍ୟା ଦ୍ୱାରା ନିର୍ମାଣ କରିଛ, ଯେଉଁ ପର୍ଯ୍ୟନ୍ତ ଏହି ଅଗ୍ନିକୁଣ୍ଡରୁ ଅଗ୍ନିର ଶିଖା ଉଠୁଥିବ ସେ ପର୍ଯ୍ୟନ୍ତ ମୋ ଜୀବନର ଜ୍ୟୋତି ବି ଏମିତି ଜଳୁଥିବ। राजकुमार कुंभकेतुंकर 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 प्रणाम नानी। सौभाग्यवती भव। नानी जदि आपण आगे दे थांते मु निजे आपनका कक्ष रे उपस्थित हो जाई थांती। आपण व्यर्थ रे मो कक्ष को आसीबार कष्ट करले। तू एतिकी कथा को कष्ट कहूचु? तते से महाकष्टर आभास मिलिनी जहा हमको युद्ध पर स्वीकार करने को पड़े। आउ से तुलना रे ए कष्ट किछि नुहे। कामिनी तुम कक्ष को आसवा को चाहूलु, जो कक्ष मो स्वामी मायासुर मृत्यु पर गोटे शोक भवन हो जाइछि। हाँ नानी मु आपनका कष्ट बुझुची। भ्राताश्री मायासुर देहांत परठू आपनका मन स्थिर नाही। आउ एबे तो मते सिंहकेतुर पत्नी भामिनीर शोक भी व्याकुल कर दूची। हाँ नानी सिंहकेतुଙ୍କ मृत्युर दुख तो मोर भी रही। ताहले तो तू एक कथा भी जानिथिबु, जने नारीर सिंदूर तार बहुमूल्य आभूषण होइथाए। जेतेबेले से जीवित रहेनी नारी निज शरीर सुना रूपा हीरा मोतीर समस्त आभूषण काढ़ी फिंगी दे थाए। गलारे पड़िथिबा गोटे कला सूतर माला भी हेउ से ताको साप भली दंशन करथाए। आंगुठी रे पिंधिथिबा गोटे मुदी भी ताको बिछा भली दंशन करथाए। मु आपनका भावना को बुझी पारुची, किंतु आज आपण एते भावप्रवण काहेकि? ना कामिनी तू मो भावना को बुझी पारुनु, नचेत तू मते एमिति प्रश्न पचार न थांतु। ये जो रणवाद्य बाजुची तार प्रत्येकटी ध्वनि मो हृदय को क्षत विक्षत करुची। कामिनी ए युद्ध बहुत भयंकर। युद्ध केवल पुरुषांक अहंकार संघर्ष होता है, सेमानंक बलर प्रदर्शन होता है। कौन सी भी युद्ध रे जदि के अधिक प्रसन्न होता है ताहाल से यमराजंकठू अन्य केही नुहे, अन्य केही नुहे। योद्धांक सम्मिलित अग्निर शिखा नरकर अग्नि को भी बली जाए। आउ योद्धा मानकर जलुथुवा शबर दुर्गंध सेमानंक पत्नी मानकर आत्मारे सबुदिन पई रही जाए। कामिनी ए मृत्यु बहुत भयंकर, बहुत अत्याचारी। याकु रोकी दे, याकु रोकी दे। किंतु नानी आमे ए विषय रे केवल प्रार्थना ठुआ अधिक आउ बा कोन करि परिबा? आमे तो नारी, आमर तो किछि सीमा रही जहा को कि आमे लंघन करि परिबानी। जहा भी किछि हेई थाए से सब पुरुषंग इच्छा एवं सेमान को इच्छा अनुसार ही हेई थाए। आमे तो केवल काठ कंढे जी जदि बा रानी महारानी रो पदवी पाई थांती केवल मन को खुशी करबा निमंते। आमे तो महलर शोभा वर्धनकारी प्रतिमूर्ति। आउ आमे कौन बा करि परिबा? केवल निजर पतिर सेवा
ଏବଂ ପୂଜା ବ୍ୟତୀତ ନିଜ ସ୍ୱାମୀର ସେବା ଆଉ ପୂଜା ନିମନ୍ତେ ସ୍ୱାମୀର ଜୀବିତ ରହିବା ଆବଶ୍ୟକ କାମିନୀ। ଏକଥା ତୁ ଏଇଥିପାଇଁ ବୁଝିପାରୁନୁ ନା ତୁ ବୁଝିବାକୁ ଚାହୁଁନୁ ଯେ ତୁ ସଧବା ବୋଲି, ନା ଏକଥା ଭାବୁଛୁ ଯେ ଯୋଉ ପର୍ଯ୍ୟନ୍ତ ତୋ କକ୍ଷରେ ସେ ଅଗ୍ନିକୁଣ୍ଡ ଜଳୁଛି ସେ ପର୍ଯ୍ୟନ୍ତ ତୋ ସ୍ୱାମୀର କିଛି ହବନି? ପ୍ରଭୁ ଯମଦେବଙ୍କ କୃପାରୁ ଇଏ ମୋର ସୌଭାଗ୍ୟ। ମୋତେ ଗୌରବ ମିଳିଛି ଯେ ମୁଁ ସର୍ବଦା ସଧବା ରହିବି। ଇଏ ତୋର ଭ୍ରମର କାମିନୀ, ଇଏ ତୋର ଭ୍ରମ। ଏଇ ନଶ୍ୱର ସଂସାରରେ କେହି ବି ଅମର ହେଇପାରିବେନି। ନିଜେ ମୋ ସ୍ୱାମୀ ମାୟାସୁର ଏଇ ଭ୍ରମରେ ଯୁଦ୍ଧଭୂମିକୁ ଯାଇଥିଲେ ଯେ ତାଙ୍କ ବଧ କେହି ବି କରିପାରିବେନି। କିନ୍ତୁ କ'ଣ ହେଲା, ତାଙ୍କର କଟା ମୁଣ୍ଡ ଆଉ ଶରୀର ଏ ମହଲରେ ଆସି ପଡ଼ି ରହିଲା। କାମିନୀ, କାମିନୀ, ମତେ ଦେଖ ଆଉ ଜାଣ ବୈଧବ୍ୟ କ'ଣ। ଆଉ ନିଜର ଏ ଭ୍ରମରୁ ବାହାରି ଆଜି କୁମ୍ଭକେତୁ ଅମର। ମୋର ନିଜ ତପସ୍ୟା ଏବଂ ସୌଭାଗ୍ୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ମୋ ସ୍ୱାମୀଙ୍କର କିଛି ବି ହବନି। ଆପଣ ବ୍ୟର୍ଥରେ ଆତଙ୍କିତ ହୋଇ ମୋତେ ଭୟଭୀତ କରୁଛନ୍ତି। ବ୍ୟର୍ଥରେ ଭୟଭୀତ କରୁଛି? ହଁ, ବ୍ୟର୍ଥରେ ଭୟଭୀତ କରୁଛି? ଆଜି ପର୍ଯ୍ୟନ୍ତ ଯେତେ ବି ରାଜା ବାସୁଦେବ ଶ୍ରୀକୃଷ୍ଣଙ୍କ ସହ ଯୁଦ୍ଧ କରିବାର ଭୁଲ କରିଛନ୍ତି ତାଙ୍କର ଏବଂ ତାଙ୍କ ରାଜ୍ୟର ବିନାଶ ହିଁ ହେଇଛି। କାମିନୀ, ପ୍ରଦ୍ୟୁମ୍ନ ସେଇ ଶକ୍ତିଶାଳୀ ଆଉ ଶୌର୍ଯ୍ୟଶାଳୀ ପିତାର ପୁତ୍ର ଯିଏକି ଏକାକୀ ନିଜ ବଳ ଦ୍ୱାରା ଅସୁରେଶ୍ୱରଙ୍କ ଅସୁରର ବିନାଶ କରିଛି। ତାକୁ ନିଶ୍ଚିତ ଭାବେ ଶ୍ରୀକୃଷ୍ଣଙ୍କର ମାୟାବୀ ଶକ୍ତି ପ୍ରାପ୍ତ ହେଇଛି। ସେ ଅବଶ୍ୟ କୁମ୍ଭକେତୁର ବୀରତ୍ୱର ଭ୍ରମକୁ ଭାଙ୍ଗିଦେବ। ନା, ସେମିତି ହେଇପାରିବନି। ଏମିତି ହିଁ ହବ। ମୋ କଥା ମାନ କାମିନୀ, ତୋ ସ୍ୱାମୀକୁ ଯୁଦ୍ଧକୁ ପଠାନି। ଯେଉଁଠି ମୃତ୍ୟୁ ତାର ଚାଲ ବିଛେଇ ତାର ପ୍ରତୀକ୍ଷା କରୁଛି, ଏ ଯୁଦ୍ଧକୁ ରୋକିଦେ। କୁମ୍ଭକେତୁକୁ ରୋକିଦେ, ରୋକିଦେ କାମିନୀ। କିନ୍ତୁ ନାନୀ, ତୀର ତ ଧନୁରୁ ବାହାରି ସାରିଛି। ଏବେ ତାକୁ ଫେରେଇ ଆଣି ହବନି। ତେଣୁକରି ଯୁଦ୍ଧ ବିମୁଖୀ ଯୁଦ୍ଧକୁ ଅଟକାଇବା ତାର ଅପମାନ ହବ। ଆଉ ମୁଁ ମୋ ପତିଙ୍କୁ ଅପମାନ କରିବିନି। କ୍ଷମା କରନ୍ତୁ ନାନୀ, ଆଜି ଆପଣ ମୋତେ ଏମିତି ଆଜ୍ଞା ଦେଲେ ଯାହାକୁ ପାଳନ କରିବା ମୋର କର୍ତ୍ତୃତ୍ୱ ନଥିଲା। କ୍ଷମା କରନ୍ତୁ। ହେ ପ୍ରଭୁ, ଆମେମାନେ ମିଥ୍ୟା ଗର୍ବ ନେଇ କେତେ ପର୍ଯ୍ୟନ୍ତ ନିଜର ଆଉ ନିଜ ସମ୍ପର୍କୀୟଙ୍କ ବଳି ଦେଇ ଚାଲିଥିବୁ।
ଅସୁରଙ୍କଠୁ ତମେ ଧର୍ମଯୁଦ୍ଧର ଆଶା କେମିତି କରିପାରିବ? ଦେବୀ, ପ୍ରଦ୍ୟୁମ୍ନ ଅଧର୍ମ ନୀତିରେ କେବେ ବି ଯୁଦ୍ଧ କରିବାକୁ ଚାହେଁନି, ଆଉ ତା ନିଜର ଧନୁର୍ବିଦ୍ୟା, ଯୁଦ୍ଧବିଦ୍ୟା ଏବଂ ନିଜ ବାହୁବଳ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ଦେବୀ, ଯୁଦ୍ଧର କିଛି ନିୟମ ରହିଛି। ରଥୀ ରଥୀ ସହିତ ଏବଂ ମହାରଥୀ ମହାରଥୀ ସହିତ ଯୁଦ୍ଧ କରିବା ଉଚିତ। ଯୋଦ୍ଧା କେବେ ବି ନିରସ୍ତ୍ର କିମ୍ବା ଅସ୍ତ୍ର ତ୍ୟାଗ କରିଦେଇଥିବା ଶତ୍ରୁ ଉପରେ ଆକ୍ରମଣ କରିବା ଉଚିତ ନୁହେଁ। ପରାସ୍ତ ହେଇ ପଳାୟନ କରୁଥିବା ଯୋଦ୍ଧା ଉପରେ ବି ଆକ୍ରମଣ କରାଯାଏନି। ପ୍ରଦ୍ୟୁମ୍ନ ଧର୍ମଯୁଦ୍ଧର ଏହି ନିୟମକୁ ପାଳନ କରି ଚାଲିଛି। ଏହି କାରଣରୁ ପ୍ରଦ୍ୟୁମ୍ନର ବିଜୟ ସୁନିଶ୍ଚିତ। ଦେବୀ, ମାୟାବୀ, ତୁ ନିଜର ମାୟା ଦ୍ୱାରା ମୋ ସେନାକୁ ପରାସ୍ତ କରିଦେଲୁ। ଏବେ ତୋର ମୋ ହାତରୁ ନିସ୍ତାର ନାହିଁ। ଆଚ୍ଛା, ତେବେ ନିଜକୁ ରକ୍ଷା କର।
पुत्र को हत्या मो आखि आगरे मु देखि पारिबिनी स्वामी मु देखि पारिबिनी मान कराई बिलाप जदि तम मध्य युद्धर क्षति सहीवर साहस नाही तेबे निज आखि फुटई दियो चली जा मो आखि सामनारो जाओ मायावती जाओ मो हृदय आपण को भली निर्दय नुहे स्वामी आपण को हृदय पत्थर रे तैयारी हेइथिबो किंतु मो भितरे गोटे मार हृदय रही स्वामी जो पुत्र को मो कोल रे भरी गीत गाई शुआउथिली मृत्यु ताको सबुदिन पाई शुआई देला स्वामी मो पुत्रंकर कटा हेइथिबा मुंड को निज कोल रे भरी को केमिति गला करि परिबे स्वामी मु केमिति गला करि परिबे मायावती मो पुत्र साधारण मृत्यु रे मरि नहंते से माने वीरगति प्राप्त होइचंती वीरगति मृत्युर भी आपण को भली योद्धा माने भल नामकरण करिसंती महाराज भल नामकरण करिसंती ये क्रंदनर स्वर ए बिलापर ध्वनि आम बधु मानकर जेमिति मोर कोल शून्य हो जाइछि ठीक सेमिति सेमानकर मथा भी शून्य हो जाइछि स्वामी सेमानकर स्वामी मरि सारिछन्ति महाराज आपण तो बहुत बड़ योद्धा ना तेबे जानतु जदि आपणकर साहस अछि जानतु सेमानक मथारु सिंदूर पोछि दियंतु महाराज जानतु पोछि दियंतु मायावती युद्ध रे हारिबा जितिबा तो लागि रही थाए हारिबा जितिबा स्वामी याको हारिबा नुहे बरं विनाश कुहंती विनाश आउ ए विनाश केवल आपणकर उग्र आकांक्षा निमते हेइछि स्वामी ना आपण त्रिलोकपति हेबार स्वप्न देखि थांते ना ए विनाश ही थांदा स्वामी ना विनाश ही थांदा ए समस्त विनाश रो कारण केवल आपण स्वामी केवल आपण ना मायावती ना ए सर्वनाश मु नुहे केवल जड़े योद्धा करुछि केवल जड़े योद्धा मोर 100 राजपुत्र सेना नायक गण एवं मोर प्रबल सेना को सम्मुखीन केवल जड़े योद्धा करुछि और मु ताकू परास्त करि पारुनी किंतु एबे मु ताकू निश्चित परास्त करिबे
ସମ୍ବରାସୁରର ମହଲର କକ୍ଷଗୁଡ଼ିକ ଶୋକ ଏବଂ ବିଳାପର ଧ୍ୱନିରେ ଆତୁରିତ। କାହିଁକିନା ପ୍ରଦ୍ୟୁମ୍ନ ସେମାନଙ୍କର ଅନେକ ପୁତ୍ରଙ୍କୁ ବଧ କରିଛି। କିନ୍ତୁ ଏ ମୁହୂର୍ତ୍ତରେ କାମିନୀ ନିଜ କକ୍ଷରେ ପାଗଳିଙ୍କ ଭଳି ହସୁଛି। କ'ଣ ଆପଣଙ୍କୁ ତାର ବ୍ୟବହାର ବିଚିତ୍ର ଲାଗୁନି? ଦେବୀ, ଏହି ଦ୍ୱାପର ଯୁଗରେ କାମିନୀର ଆତ୍ମୀୟଙ୍କ ଦୁଃଖ ମଧ୍ୟରେ ଏମିତି ଏକାକୀ ନିଜ କକ୍ଷରେ ଖୁସି ହେଇ ହସିବା ବିଚିତ୍ର ଅବଶ୍ୟ ଲାଗୁଛି। କିନ୍ତୁ କାମିନୀର ଏ ବିଚିତ୍ର ବ୍ୟବହାର ଭବିଷ୍ୟତର କଳିଯୁଗର ଦର୍ପଣ। କଳିଯୁଗର ଦର୍ପଣ? ହଁ ଦେବୀ, କଳିଯୁଗର ସବୁଠୁ ବଡ଼ ବିଡ଼ମ୍ବନା ଏହା ହିଁ ହେବ ଯେ ମନୁଷ୍ୟ ନିଜର ନିହାତି କ୍ଷୁଦ୍ର ସ୍ୱାର୍ଥ ନିମନ୍ତେ ଅନ୍ୟଙ୍କର ବଡ଼ ବଡ଼ ହିତକୁ ବଳି ଦେବା ପାଇଁ ସଂକୋଚ କରିବନି। କିନ୍ତୁ ପ୍ରଦ୍ୟୁମ୍ନ ଯାହାକୁ ବଧ କରିଛି ସେମାନେ ତ କାମିନୀର ନିଜ ଦିଅର ଥିଲେ, ତା ପତିର ଭାଇ ଥିଲେ। ଏଥିରେ ଅନ୍ୟର ସ୍ୱାର୍ଥକୁ ବଳି ଦେବାର ପ୍ରଶ୍ନ ଉଠୁଛି କୋଉଠୁ? ଦେବୀ, କଳିଯୁଗରେ ଭାଇ ନିଜ ଭାଇର ବି ହବନି, ଆଉ ତ ଆଉ ସନ୍ତାନ ବି ନିଜ ପିତାମାତାଙ୍କର ହବନି। ମନୁଷ୍ୟ କେବଳ ନିଜର ଆଉ ନିଜ ପୁତ୍ର କନ୍ୟାଙ୍କର ଗହଣରେ ସୀମିତ ହେଇଯିବ, ଆଉ ସମସ୍ତେ ତା ପାଇଁ ପର ହେଇଯିବେ। ଅର୍ଥାତ୍ ନିଜ ଲୋକ ବି ପର ହେଇଯିବେ? ହଁ, ଆଉ କଳିଯୁଗର ସେହି ଦର୍ପଣ ଏବେ କାମିନୀ ଦେଖାଉଛି। ଏ ମୁହୂର୍ତ୍ତରେ ସେ ଏଥିପାଇଁ ଖୁସି ହେଉନି ଯେ ତାର ଶତ୍ରୁର ସଂହାର ହେଇଛି। ସେ ନିଜର ଦିଅରର ମୃତ୍ୟୁରେ ବି ଖୁସି ହେଉନି। କାମିନୀର ଖୁସିର କାରଣ ହେଉଛି ଯେ ତା କକ୍ଷରେ ତାର 99 ଯଜ୍ଞ କୁଣ୍ଡରେ ଅଗ୍ନିର ଶିଖା ଏବେ ବି ଉଠୁଛି। ଯାହା ଏକଥାର ପ୍ରମାଣ ଯେ ତା ନିଜର ସ୍ୱାମୀ କୁମ୍ଭକେତୁ ଜୀବିତ ଅଛି। ନିଜର ଏଇ ଖୁସିରେ ସେ ଆତ୍ମୀୟଙ୍କ ଦୁଃଖକୁ ଭୁଲି ଯାଇ ନିଜ କକ୍ଷରେ ହସି ଚାଲିଛି। ଭଗବାନ, କାମିନୀର এই ଦୁର୍ବ୍ୟବହାର ଆଦୌ ଭଲ ଲାଗୁନି ମୋତେ। ଦେବୀ, ଆରେ ଇଏ ତ କିଛି ବି ନୁହଁ। କଳିଯୁଗରେ ମନୁଷ୍ୟର ବିଚାରଧାରା ୟାଠୁ ବି କୁଶ୍ଚିତ ହେଇଯିବ। ମନୁଷ୍ୟ ଅନ୍ୟର ଦୁଃଖରେ ନିଜର ସୁଖକୁ ଖୋଜିବ। ନିଜର ପରିବାରର ପେଟ ପୋଷିବା ନିମନ୍ତେ ସେ ଅନ୍ୟକୁ ହତ୍ୟା କରିବା ପାଇଁ ବି ଟିକେ ବି ଗ୍ଲାନି କିମ୍ବା ପଶ୍ଚାତ୍ତାପ କରିବନି। ଅନ୍ୟର ରକ୍ତରେ ଭିଜିଥିବା ଅନ୍ନ ସେ ନିଜେ ବି ଖାଇବ, ଆଉ ତା ସନ୍ତାନଙ୍କୁ ବି ଖୁଆଇବ। ଭଗବାନ, କଳିଯୁଗ ମାନବଙ୍କର ଏଭଳି ଭୟାନକ ରୂପ ଦେଖାନ୍ତୁନି ମୋତେ। ମାନବିକତାର এই ଦୁର୍ଭାଗ୍ୟର ମୁଁ ତ କଳ୍ପନା ବି କରିପାରୁନି। କଳିଯୁଗର କଳ୍ପନା ଛାଡ଼। ଦ୍ୱାପର ଯୁଗର ଏଇ କାମିନୀକୁ ତମେ ତ ନିଜେ ନିଜ ଆଖିରେ ଦେଖୁଛ। ସେ ନିଜର ସ୍ୱାର୍ଥରେ ଏକଥା ଭୁଲି ଯାଇଛି ଯେ ସ୍ୱାର୍ଥ ପ୍ରବୃତ୍ତି ବଶତଃ ତାର ପୁଣ୍ୟ ଶୂନ୍ୟ ହେବାକୁ ଯାଉଛି। ଏ କଥାର ଜ୍ଞାନ ଏ ମୁହୂର୍ତ୍ତରେ କାମିନୀର ନାହିଁ। କିନ୍ତୁ ଯେତେବେଳେ ଏ କଥା ସେ ଜାଣିବାକୁ ପାଇବ, ସେତେବେଳେ ସମୟ ତା ହାତ ମୁଠାରୁ ବାଲି ଭଳି ଖସି ସାରିଥିବ। ଏସବୁ ପୂର୍ବ ନିର୍ଦ୍ଧାରଣ ଅନୁସାରେ ହିଁ ହେବ। ସେଥିପାଇଁ କାମିନୀ କୁମ୍ଭକେତୁକୁ ରକ୍ଷା କରିବା ନିମନ୍ତେ ଯୁଦ୍ଧ ଅଟକାଇବାକୁ ଚାହିଁବ। କିନ୍ତୁ ପ୍ରଦ୍ୟୁମ୍ନର ଧନୁରୁ ବାହାରୁଥିବା ବାଣକୁ ପ୍ରତିହତ କରିପାରିବନି।